पूजा कर सारे देखुंत केते काकर केही भी ना এটা হচ্ছে মানবাস গুরুবারর শেষ পাড়ি পঞ্চম পাড়ি। মর্নিং মা সকাল সকাল উঠিকি পুরা পূজা স্টার্ট কলে। আজ হচ্ছে গুরুবারর শেষ পূজা মাଣବସା ଗୁରୁବାରର ପଞ୍ଚମ ପାଳି। ପଦ୍ମ ଫୁଲକୁ ପୁରା ବସେଇକି ତାକୁ ସଜଉଛନ୍ତି। ବାହାରେ ଦେଖିଲେ ଯେମିତି ପୂଜା କରିଲେ କାକର ପୁରା ହେଇଯାଇଛି ଭର୍ତ୍ତି। ତୁ କଣ ପାଇଁ ଏତେ ସକାଳୁ ଉଠିବି ବୋଲୁ କଣ କରିବା, ମା ଉଠିକି ହୁଳୁଳି ପକେଇଲେଣି। ଆଉ ଆମେ ଶୋଇପାରିବା? ଶୋଇ ତ ପାରିବାନି। ସବୁ ତାଙ୍କର ସଜେଇ ସାଜେଇକି ରଖିବେ, ତାପରେ ମୁଁ ଆସିଲେ ପୂଜା କରିବି। ତ ଯାହା ଘରେ ମା ମାନେ ଥିବେ ତାଙ୍କର ଝିଅ ମାନଙ୍କର କୌଣସି ଟେନସନ ନାହିଁ। ଏଠି ରହିଲା ନୀଳକଇଁ ଆଉ ପଦ୍ମ ଫୁଲ। ଫାଇନାଲି ଲାଷ୍ଟରେ ପଦ୍ମ ଫୁଲ ଠାକୁରାଣୀ ପିନ୍ଧିବେ, ବଢିଆ ଦେଖାହେବେ। ତ ଚାଲନ୍ତୁ ପୁଣି ଥରେ ପୂଜା କଲା ବେଳେ ଦେଖାହବ। ଇଏ ହେଲା ନଡିଆ କଦଳୀ, ନଡିଆ ତ ନାହିଁ, କଦଳୀ ଛେନା ଗୁଡ। ବଡ ବଡ ଟେମ୍ଫ ଅଛି। ଓକେ, ମୋର ଶାଢୀ। ତ ଚାଲନ୍ତୁ ଯିବା ଗାଧେଇକି ଆସିକି ପିନ୍ଧି ପକେଇବା ଆଉ ପୂଜା ଷ୍ଟାର୍ଟ କରିଦବା। ପଡିଛି ଦେଖୁଛନ୍ତି ବହୁତ କାକର। ରାଉରକେଲାରେ ଏତେ କାହିଁକି ଥଣ୍ଡା ହଉଛି, କେତେ ଛୋଟ ବେବି ମାନଙ୍କୁ, ଏଜେଡ୍ ଲୋକମାନଙ୍କୁ କେତେ କଷ୍ଟ। ଆଉ ଇଏ ହଉଛି ଆମର ଗାର୍ଡିଆନ ହେନା। ଆପଣମାନଙ୍କ ଘରେ ଗାର୍ଡିଆନ ନିଶ୍ଚିନ୍ତ ଥିବ। ଆଉ ଇଏ ହଉଛି ଆମର ଫୁଲ। ଏତେ ଫୁଲ ହେଲା ପରେ ବି ମୁଁ ଫୁଲଟା କିଣିକି ଆଣିକି ଦେବାକୁ ଟିକେ ପସନ୍ଦ କରୁଛି, କାହିଁକିନା ଗାର୍ଡିଆନ ଫୁଲଟା ଥିଲେ ବହୁତ ସୁନ୍ଦର ଦେଖାଯିବ। ହଁ, ଆଉ ଗୋଟେ କଥା, ଏଇ ଯୋଉ ଗୋଲାପ ଫୁଲଟି ସ୍ପେଶାଲି ମୁଁ ରଖିଥିଲି ଆଜି ମା ଲକ୍ଷ୍ମୀଙ୍କୁ ଦବା ପାଇଁ। ଦେଖିଲେ ବଢିଆ ହେଇଛି ନା?